ଅନେକ ସମୟରେ ଆମ ଜୀବନରେ କ'ଣ କ'ଣ ଘଟିବାକୁ ଯାଉଛି ସେଗୁଡ଼ିକୁ ଜାଣିବା ପାଇଁ ଆମ ମନରେ ପ୍ରବଳ ଇଚ୍ଛା ଜାଗ୍ରତ ହୁଏ, ନୁହେଁ? ଆଗାମୀ ଘଟଣା ବିଷୟରେ ପୂର୍ବରୁ ଜାଣିପାରିଲେ ତାର ସମ୍ମୁଖୀନ ହେବା ପାଇଁ ଆମେ ହୁଏତ ପ୍ରସ୍ତୁତ ରହିପାରିବୁ କିମ୍ବା ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବୁ ବୋଲି ଆମେ ଭାବୁ। ମାତ୍ର ହାୟ, ଆଗାମୀକାଲି ସର୍ବଦା ଅପ୍ରକାଶିତ। କିଛିଦିନ ପୂର୍ବେ ମୁଁ ଆଉ ମୋର 10 ବର୍ଷ ବୟସ୍କା ନାତୁଣୀ ଅଣ୍ଡା ସିଝାଉଥିଲୁ। ପାଣି ଫୁଟୁଥିବା ସମୟରେ ମୋ ନାତୁଣୀ ମୋତେ ପଚାରିବାରେ ଲାଗିଲା, ଆଚ୍ଛା ଅଜା, ଅଣ୍ଡା ସିଝିଗଲା ବୋଲି ଆମେ କେମିତି ଜାଣିବା? ଅଣ୍ଡା ସିଝିଲା କି ନାହିଁ ତାହା ଜାଣିବା ପାଇଁ ଆମକୁ କ'ଣ ଅଣ୍ଡା ଭାଙ୍ଗିକି ଦେଖିବାକୁ ପଡ଼ିବ? ମୁଁ ନାତୁଣୀକୁ ଉତ୍ତର ଦେଇ କହିଲି, ନାଇଲୋ ମା, କେବଳ ଅଭିଜ୍ଞତା ଅନୁମାନ କରି ଜାଣିବା ବ୍ୟତୀତ ଆମର ଆଉ କୌଣସି ଉପାୟ ନାହିଁ। ଅଣ୍ଡା ଭାଙ୍ଗି ଦେଖିବା ଦ୍ୱାରା ତାହା ହୁଏତ ନଷ୍ଟ ହୋଇଯାଇପାରେ। ଆମେ ଦୁଇଜଣ ଅନ୍ୟାନ୍ୟ ଅନେକ ବିଷୟରେ ମଧ୍ୟ ଆଲୋଚନା କଲୁ, ଯେଉଁଗୁଡ଼ିକୁ ଆମେ ଖୋଲି ଦେଖିବାକୁ ଚାହୁଁ ଅଥଚ ଦେଖିପାରିନୁ। ଯେମିତି ଆଗାମୀକାଲିର ବିଷୟରେ ମୋ ନାତୁଣୀ କହିଲା, ଆହା, ଆଗାମୀକାଲି କ'ଣ ସବୁ ଘଟିବ ତାହା ଆମେ ଖୋଲି ଦେଖିପାରନ୍ତୁ କି? ତାହେଲେ ଆମେ ନିଜ ଇଚ୍ଛା ଅନୁସାରେ ଏହାକୁ ନିୟନ୍ତ୍ରଣ କରିପାରନ୍ତୁ। କିନ୍ତୁ ମୁଁ ଉତ୍ତର ଦେଲି, ନାଇଲୋ ମା, ଦରସିଝା ଅଣ୍ଡାକୁ ଖୋଲି ଦେଖିବା ଦ୍ୱାରା ଅଣ୍ଡାଟି ଯେପରି ନଷ୍ଟ ହୋଇଯାଏ, ସେହିପରି ସମୟ ପୂର୍ବରୁ ଆସନ୍ତାକାଲିକୁ ଦେଖିବା ଦ୍ୱାରା ଆମେ ଆଜି ଆଉ ଆସନ୍ତାକାଲି ଉଭୟକୁ ନଷ୍ଟ କରିଦେବା। ପ୍ରିୟ ବନ୍ଧୁ, ପ୍ରକୃତରେ ଆସନ୍ତାକାଲିକୁ ଦେଖିବା କୌଣସି ପ୍ରୟୋଜନ ନାହିଁ, କାରଣ ଏହା ଈଶ୍ୱରଙ୍କ ଦ୍ୱାରା ନିୟନ୍ତ୍ରିତ, ଯିଏକି ଆମକୁ ପ୍ରେମ କରନ୍ତି, ଆମର ଯତ୍ନ ନିଅନ୍ତି ଆଉ ଆମର ମଙ୍ଗଳ ଚାହାନ୍ତି। ଈଶ୍ୱରଙ୍କର ବାକ୍ୟ କହେ, କାରଣ ଆମମାନେ ଦୃଶ୍ୟ ବିଷୟ ଦେଇ ଜୀବନଯାପନ ନ କରି ବିଶ୍ୱାସରେ ଜୀବନଯାପନ କରୁଅଛୁ।